ଥରେ ଆସିଲା ବେଳକୁ ଏତେ ଭିଡ଼ିଓ କ'ଣ ପାଇଁ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ସୋ ହେ ଏଭ୍ରିୱାନ୍, ମୁଁ ଆପଣମାନଙ୍କର ଆୟୁଷ୍ମାନ, ୱେଲକମ୍ ଟୁ କୁନି ବ୍ଲଗ୍। ତ ରାତିରେ କରିଦେଇଥିବା ଆସାଇନମେଣ୍ଟ ଗୁଡ଼ାକୁ ସବମିଟ୍ କରିଦେଇକି ଦେନ୍ ସକାଳୁ ସକାଳୁ ପିଜିରୁ ମୁଁ ବାହାରି ଯାଇଥିଲି ଘରକୁ। କାହିଁକିନା ଆଗକୁ ତ ଦଶରା ଛୁଟି ଆସିଲାଣି, ତ ପିଜିରେ ରହି କରିବି କ'ଣ। ଦେନ୍ ମୋ ସାଙ୍ଗ ମୋତେ ନେଇକି ଯାଇଥିଲା ବାଇକ୍ରେ ଛାଡ଼ିଦେବାକୁ। ଭାଇ ଗଲାବେଳକୁ ବାଟରେ ସିରିୟସଲି ଏତେ ଭିଡ଼ ହୋଇଯାଇଥିଲା, ଜାଣିବାକୁ ପାଇଲୁ ଯେ ଆଜି ବିଜେପିର କୁଆଡ଼େ ନେତା ମନ୍ତ୍ରୀ କିଏ ଆସୁଛନ୍ତି ତାଙ୍କ ଜନତା ଜନାର୍ଦ୍ଦନମାନଙ୍କୁ ଦେଖିକି ତାଙ୍କ ଦୁଃଖ ବୁଝିବାକୁ। ତ ଛାଡ଼, ସେମାନଙ୍କୁ ସାଇଡ଼୍ କରିକି ଫାଇନାଲି ମୁଁ ଆସିକି ପହଞ୍ଚି ଯାଇଥିଲି ମୋ ଡେଷ୍ଟିନେସନ୍ ମାନେ ବସଷ୍ଟାଣ୍ଡରେ ବସିକି ଏମିତି ଟିକେ ଚୁଟିରେ ହାତ ନ ମାଇଲେ ହବ ନା। ତାପରେ ଭାଇ ମୋତେ ତ ସେଠି ଲୋକମାନେ ଦେଖି ପୁରା ସକ୍, ଆରେ ଇଏ କ'ଣ ଭିଡ଼ିଓ ବନାଉଛି। ୟେସ୍ ଗାଇଜ୍, ମୁଁ ହେଉଛି ତମର ଫ୍ୟୁଚର ଇନଫ୍ଲୁଏନ୍ସର। ଦେନ୍ ଏଇ ନଈ ନାଳ ବାଡ଼ ବୋତାକୁ କ୍ରସ୍ କରିକି ଫାଇନାଲି ମୁଁ ଆସିକି ପହଞ୍ଚି ଯାଇଥିଲି ମୋ ସୁନ୍ଦର ଗାଁରେ। ତ ଆପଣମାନଙ୍କ ଗାଁ କୋଉଟା ନିଶ୍ଚିନ୍ତ କମେଣ୍ଟ ବକ୍ସରେ ମୋତେ ଜଣାଇବେ। ଗାଁ ବାଟରେ ଏଇ ଗାଈ ଛେଳି ମେଣ୍ଢା ଗୁଡ଼ାକ ମୋର ଦେଖାଗଲେ ଆପଣମାନେ ତ କେବେ ଦେଖିନଥିବେ, ମୋ ଭିଡ଼ିଓରେ ଦେଖିଦିଅନ୍ତୁ। ତାପରେ ମୁଁ ଆସି ଘରେ ପହଞ୍ଚି ଏମିତି ଟିକେ ମିରର ଆଗରେ ଚୁଟି ନ ସଜାଡ଼ିଲେ ହବ ନା। ତାପରେ ମା ବଡ଼ି ଦେଇଥିଲି ଖାଇବାକୁ। ଆଜି ଖାଇବାର ଥିଲା ଭାତ, କଲରା ଭଜା, ଡାଲି, ତା ସହିତ ସେଇଟା ଗୋଟେ କ'ଣ ମୁଁ ଜାଣିନି, ମା ତ ବନେଇଥିଲି, ଖାଇଦେବା କଥା। ଦେନ୍ ଆଜି ପାଇଁ ଏତିକି, ରହୁଛି, ବାଏ।